जो माने टंका पीयूष को देइथिले सेमाने कोठु आनले ସେମାନେ କୋଉଠୁ ଆଣିଲେ ଏବଂ ନାଇଁ ଜଣେ କହିପାରେ ଯେ ମୁଁ ପିୟୁଷଙ୍କୁ ଆମେ ଟଙ୍କା ଦେଇନଥିଲୁ हां ଆମେ ଟଙ୍କା ଦେଇନଥିଲୁ ଟଙ୍କା ଯଦି ନ ଦେଇଥିଲୁ ତାହେଲେ ସେ ଫେରଉଛି କ'ଣ ପାଇଁ हां ଏତେ ଟଙ୍କା କ୍ୟାସ୍ରେ ଯଦି କାରବାର ହେଉଛି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ କୁଆଡ଼େ ଯାଇଛି कुआड जाय ଯେଉଁମାନେ ଯାତ୍ରା ପାର୍ଟିରେ ଯାହାକୁ ଯାତ୍ରା ପାର୍ଟି ମାଲିକ ସବୁ ଯେଉଁ ମାସିକିଆ ଦରମା ବା ବର୍ଷିକିଆ ଛିଣ୍ଡେଇକି ଦେଇଛନ୍ତି ମୋର କହିବା କଥା ତାଙ୍କର ଯଦି ରେକର୍ଡ ରଖିନାହାନ୍ତି ପ୍ରଥମେ ସେ ଯାତ୍ରା ମାଲିକମାନଙ୍କୁ ସରକାର ଧରିବା କଥା ଆପଣ ଏତେ କଳାକାର ରଖିଛନ୍ତି ଆପଣ ବର୍ଷକୁ ଏତେ ଆଡ଼େ ନାଚ କରୁଛନ୍ତି ଯେ ପାର୍ଟି ନେଇକିରି ଆପଣଙ୍କର ତ କିଛି ଖର୍ଚ୍ଚ ହେଉଥିବ କିଛି ଆୟ ମଧ୍ୟ ହେଉଥିବ ହିସାବ ପତ୍ର ଖାତା କିଏ ତାଙ୍କୁ ଚେକ୍ କରୁଛି ମୋର କଳାରେ ଶ୍ରଦ୍ଧା ଅଛି ମୁଁ କଳାକାର ହେଇଛି ଏହାର ଅର୍ଥ ନୁହେଁ ଯେ ଆପଣ ମୋତେ ଯେତେବେଳେ ହାୟାର କରିଛନ୍ତି ଆପଣ ତ ବ୍ୟବସାୟିକ ଦୃଷ୍ଟିକୋଣରୁ ମୋତେ ହାୟାର କରିଛନ୍ତି ନା ତେଣୁ ଆପଣ ଯେତେବେଳେ ବ୍ୟବସାୟ କରୁଛନ୍ତି ଆପଣ ଜିଏସ୍ଟି ଦେବେ ଏଇଟା ଆପଣଙ୍କର ବ୍ୟବସାୟ ଆପଣ ଯେତେବେଳେ ବ୍ୟବସାୟ କରୁଛନ୍ତି ଆପଣଙ୍କର ଟ୍ରାଞ୍ଜାକ୍ସନ୍ ମଧ୍ୟ ସ୍ୱଚ୍ଛତା ଥିବା ଦରକାର ନା କଳା ଟଙ୍କାରେ କ'ଣ ବେଗ ଭର୍ତ୍ତି କରି ଆପଣ ବେପାର କରିବେ ଆପଣ ଏତେ କ୍ୟାସ୍ କେଉଁଠୁ ଆପଣଙ୍କ ପାଖରେ ଆସିଲା ଏକ ଦୁଇରେ ଯାହାକୁ ସେ ଏତେ ଟଙ୍କା ଦେଲେ ସିଏ ସେ ଟଙ୍କାକୁ କ'ଣ କରିବେ ଏଇ ଇଲିଗାଲ କାମ କିଭଳି ଭାବରେ ଚାଲିଛି ତାହା ପ୍ରମାଣ କରୁଛି ଯେ ଯାତ୍ରା ଜଗତରେ ବର୍ତ୍ତମାନ କଳା ଟଙ୍କାର ପ୍ରାଦୁର୍ଭାବ କେତେ ବଡ଼ राजाराम बाबू आज वीडियो रे आपणक मन भितरे उठिथिबा गोटे प्रश्न आम समस्तक भितरे उठिथिबा गोटे प्रश्न टीवी चैनल गुड़िक गोटे विजुअल शो करुछन्ती डिजिटल मीडिया रे भी आछि गोटे बैग भर्ती टंका यात्रा कलाकार पीयूष को नै जो कंट्रोवर्सी हेछि पाखापाखि 1.15 टंकार गोटे बैग मालिक मानक आगरे से दुई मालिकों ठारू टंका नैथिले से टंका जेतोले चाप बढ़िला सेतबळे मालिक मानकु नै से टंका थौचन्ती जे आपको दउची टंका मुक्त हो गली मु बर्तन सन्यास नै जीवी अर्थात मु आउ यात्रा रे गोटे वर्ष पय काम करिबे ये 1.15 टंकार कैश समस्तक सम्मुख रे कैमेरा आगरे जेतबळे देखुछु सेतबळे बहुत गोटे प्रश्न आसुची यात्रा रे कोन खाली कैश कारोबार हुए ना किछि अकाउंटिंग हुए आपनकर धारणा कोन राजाराम बाबू यात्रा ऊपर आपनकर बहुत नजर थाए नहीं यात्रा पर सिना नजर थाए मु बहुत वर्ष हेलाଣି यात्रा देखिनी କିନ୍ତୁ କାଲି ଯେତେବେଳେ ଟେଲିଭିଜନ ପରଦାରେ ଏଇ କଥା ପ୍ରସାରଣ କରାଉଥିଲା ସେତେବେଳେ ଆପଣ ଯାହା କହିଲେ ସମସ୍ତେ ଦେଖିଛନ୍ତି ଓଡ଼ିଶାରେ ଯେ ଗୋଟେ ବ୍ୟାଗରେ ଟଙ୍କା ଭର୍ତ୍ତି ହେଇଛି ଏବଂ ତାକୁ ଜଣେ ଧରିକିରି ଭିତରକୁ ଯାଉଛନ୍ତି କୁଆଡ଼େ ଯାଉଛନ୍ତି ସିଏ ନା ସେ ଭିତରେ ଓଡ଼ିଶାର ଅନେକ ଯାତ୍ରା ପାର୍ଟିଙ୍କର ଯେଉଁମାନେ ମାଲିକ ସେମାନେ ସବୁ ବସିଛନ୍ତି ଏବଂ ସେଠି କହିବାକୁ ଗଲେ ଗୋଟେ କୋର୍ଟ ରୁମ୍ ଚାଲିଛି କ'ଣ କୋର୍ଟ ରୁମ୍ ଯାତ୍ରା ପାର୍ଟି ମାଲିକଙ୍କର ଯାତ୍ରା ପାର୍ଟି ମାଲିକ ଗୋଟେ ପକ୍ଷରେ ଏବଂ ଅନ୍ୟ ପକ୍ଷରେ ହେଉଛନ୍ତି ସେ ଯେଉଁ ପୀୟୁଷ ତ୍ରିପାଠୀ ହଁ ସିଏ ଜଣେ ନାମୀ ଦାମୀ ଯାତ୍ରା କଳାକାର ବୋଲିକିରି ତାଙ୍କର ଭଲ ନାଁ ଅଛି ଏବଂ ଯାହା ମୁଦାଲା ଏବଂ ମୁଦେଇଙ୍କ ଭିତରୁ ଯାହା ଜଣାପଡ଼ିଲା ଏବଂ ସେଥିରେ ଯେ ସିଏ ଦୁଇଟି ଯାତ୍ରା ପାର୍ଟିରୁ ଅଗ୍ରିମ ଗୁଡ଼ାଏ ଟଙ୍କା ଆଣିଥିଲେ ଗଣ୍ଡଗୋଳ ବଢ଼ିଲା ଆଗରୁ ମଧ୍ୟ ଅନେକ କାର୍ଯ୍ୟକ୍ରମ ସବୁ ମିଡ଼ିଆରେ ସବୁ ହେଇଛି ଗଣ୍ଡଗୋଳ ବଢ଼ିଲା ପରେ ତାପରେ ତାଙ୍କ ଉପରେ ଚାପ ପ୍ରୟୋଗ ହେଲା ଯାହାଫଳରେ କି ସିଏ ଟଙ୍କା ଫେରସ୍ତ କରିବାକୁ ବାଧ୍ୟ ହେଲେ ପ୍ରଶ୍ନ ସେଠି ନାହିଁ ପ୍ରଶ୍ନ ଆଡଭାନ୍ସ ନେବାରେ ମଧ୍ୟ ନାହିଁ ପ୍ରଶ୍ନ ଅଛି ଯେ ଆପଣ ଏତେ କ୍ୟାସ୍ ବ୍ୟାଗରେ ଧରିକିରି କେଉଁଠୁ ନେଲେ ଆପଣ ଏତେ କ୍ୟାସ୍ କେଉଁଠୁ ଆପଣଙ୍କ ପାଖରେ ଆସିଲା ଏକ ଦୁଇରେ ଯାହାକୁ ସେ ଏତେ ଟଙ୍କା ଦେଲେ ସିଏ ସେ ଟଙ୍କାକୁ କ'ଣ କରିବେ ଆଜ୍ଞା ଆପଣ ଜାଣିଥିବେ ସରକାରଙ୍କର ନିୟମ ଅଛି ଇନକମ ଟ୍ୟାକ୍ସ ବାଲା ମୁଁ ସେଇଆ ଭାବୁଛି ନାଇଁ କେବଳ ସେ ନୁହଁ ନରୀ ପଣ୍ଡାଙ୍କୁ ମଧ୍ୟ ପଚରା ଯାଇଥିଲା ଗୋଟେ ଜାଗାରେ ଗୋଟେ ଗଣମାଧ୍ୟମରେ ଜଣେ ପଚାରିଲେ ଯେ ଆପଣ ଜାଣିନାହାନ୍ତି 2 ଲକ୍ଷ ଟଙ୍କାରୁ ଅଧିକା କ୍ୟାଶ କାରବାର ହେଇପାରିବ ନାହିଁ ବୋଲି ପ୍ରଶ୍ନ ପଚରା କହିଲେ ହଁ ସେଟା କ'ଣ ଅଛି ନିୟମ ହେଉଛି ସେଇଆ ମୁଁ କେବଳ ଦେଖିକିରି ଭାବୁଥିଲି ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ କୁଆଡ଼େ ଯାଇଛି ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ତାକୁ ଦେଖୁଛି ନା ଆଜି ଗୋଟେ ଦିନ ବି ଥିଲା ମୁଁ ଭାବୁଥିଲି ଅନ୍ତତଃ କାଲି ଯେହେତୁ ରାତିରେ ଘଟଣା ହଉଥିଲା ଟେଲିଭିଜନ ଦିଶୁଥିଲା କ୍ୟାମେରା ଆଗରେ କେମିତି ଏତେ ବଡ ଏତେ କ୍ୟାସ୍ ନେଉଛନ୍ତି ଏଥିରୁ ଆପଣ ଶୁଣନ୍ତୁ ଯିଏ ଦଉଛନ୍ତି ଆଉ ଯିଏ ନଉଛନ୍ତି ନା ନା ଯିଏ ଦଉଛନ୍ତି ସେ ମଧ୍ୟ ଇନକମ ଟ୍ୟାକ୍ସ କେସ୍ର ସମ୍ମୁଖୀନ ହେବେ ଇନକମ ଟ୍ୟାକ୍ସ ତାଙ୍କୁ ପଚାରେ ଏତେ କ୍ୟାସ୍ ଆଣିଲ କୋଉଠୁ ଆଣିଲ ତୁମ ସୋର୍ସ କ'ଣ ଦୁଇ ଯାହାକୁ ଦେଲେ ସିଏ ସେ ଟଙ୍କା ନେଇ କଲେ କ'ଣ ନିୟମ ଅଛି ଆପଣ ବ୍ୟାଙ୍କକୁ ଗଲେ 2 ଲକ୍ଷ ଟଙ୍କା ମ୍ୟାକ୍ସିମମ୍ ଆଉ ଟିକେ ଉପରୁ ଭିତରକୁ ଗଲେ
ଯୋଉମାନେ ଟଙ୍କା ପିୟୁଷଙ୍କୁ ଦେଇଥିଲେ ସେମାନେ କୋଉଠୁ ଆଣିଲେ? ସେମାନେ କୋଉଠୁ ଆଣିଲେ? ଏବଂ ନାଇଁ ଜଣେ କହିପାରେ ଯେ ମୁଁ ପିୟୁଷଙ୍କୁ ଆମେ ଟଙ୍କା ଦେଇନଥିଲୁ, ହଁ ଆମେ ଟଙ୍କା ଦେଇନଥିଲୁ। ଟଙ୍କା ଯଦି ନ ଦେଇଥିଲୁ ତାହେଲେ ସେ ଫେରଉଛି କ'ଣ ପାଇଁ? ହଁ କଣଟା ଫେରଉଛି? ଏ ଟଙ୍କା- ନାଇଁ ନାଇଁ ଏ କଥା ଆପଣ ଯଦି ଟଙ୍କା ଦେଇଥିଲେ ତାହେଲେ ଆପଣ ତ ଅନଲାଇନ ୟା ଟଙ୍କା ନାଇଁ ଦେଇଥାନ୍ତେ। ନାଇଁ ୟା ପୂର୍ବରୁ ଆପଣ ଯୋଉ କଥା କହୁଛନ୍ତି ୟା ପୂର୍ବରୁ ପିୟୁଷ ତ୍ରିପାଠୀ ଯାତ୍ରା ମାଲିକ ଯେତେବେଳେ ଟିଭି ଆଗରେ ବସିଥିଲେ ସେ କଥା ମଧ୍ୟ କହିଛନ୍ତି ଯେ ଯାତ୍ରା ଖାସ କରି ସିଂହ ବାହିନୀ ପାଖରୁ କେତେ ଲକ୍ଷ ଟଙ୍କା ସେ ବ୍ୟାଙ୍କରେ ନେଇଛନ୍ତି, କେତେ ଲକ୍ଷ କ୍ୟାଶ ରେ ନେଇଛନ୍ତି, କେତେ ଗାଡି ନେଇଛନ୍ତି। ଠିକ ଅଛି। ଇଏ ଖୋଲା ଖୋଲି 22-23 ଲକ୍ଷ ଟଙ୍କା କ୍ୟାଶ ନବା କଥା ଆମର ପ୍ରସଙ୍ଗ ହଉଛି ସମସ୍ତେ ବର୍ତ୍ତମାନ ଚିନ୍ତା କରୁଛନ୍ତି ଏତେ ଟଙ୍କା କ୍ୟାଶ ରେ ଯଦି କାରବାର ହଉଛି ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ କୁଆଡେ ଯାଇଛି? କୁଆଡେ ଯାଇଛି? ଯଦି ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ୟା ଉପରେ ଶୋଇଛି କିଛି କରିବାର ନାହିଁ, ହଁ এটা ଆଜି କରିବା କଥା, ଆଜି ତ ରେଡ୍ କରିବା କଥା ତାଙ୍କ ଘର। କିଛି ତ ନାହିଁ, ଖବର ନାଇଁ ନାହିଁ କିଛି ତ ଖବର ନାହିଁ। ହଁ। ଆଜି ରେଡ୍ କରି ତାଙ୍କ ଘର ଭିତରୁ ସେ ଟଙ୍କା ସିଜ୍ କରିବା କଥା। ଏବଂ ତାଙ୍କୁ ଦୀପିକା, ତମ ପଚାରିବା ଭିତରେ କଣ କ୍ୱେଶ୍ଚିନ୍ ଅଛି ଆକୁ ନେଇ? ଯାତ୍ରା କହିବାକୁ ଗଲେ ଯାତ୍ରାରେ ଗୋଟେ ଯାତ୍ରା ଚାଲିଛି। ପିୟୁଷ ତ୍ରିପାଠୀ କୁହନ୍ତୁ, ନରୀ ପଣ୍ଡା କୁହନ୍ତୁ, ତାଙ୍କର ବିବାଦ ବର୍ତ୍ତମାନ ପିୟୁଷ ତ୍ରିପାଠୀଙ୍କ ବିବାଦ ଆହୁରି ଧୀରେ ଧୀରେ ବଢିବାକୁ ଲାଗିଛି। ଏଇ ଯାତ୍ରା ଜଗତର ଗୋଟେ ସ୍ଥିତି କୋଉ ମୋଡ ନଉଛି ଯାତ୍ରା ଜଗତ ପାଇଁ? ନାଇଁ ଯାତ୍ରା ଜଗତରେ ଆମେ ବହୁତ କଥା ଆଗରୁ ସବୁ ଜାଣିନଥିଲୁ। ହଁ ଯାତ୍ରା ପାର୍ଟିର କଳାକାର ମାନେ ଏତେ ଟଙ୍କା ପାଆନ୍ତି, ଭଲ କଥା, ହଁ ମାନେ ଏତେ ଖୁସିର କଥା ଯେ କଳାକାର ମାନେ ଏତେ ଟଙ୍କା ରୋଜଗାର କରୁଛନ୍ତି, ଠିକ ଭଲ କଥା। କିନ୍ତୁ ଏ ଦେଶରେ ଗୋଟେ ନିୟମ କାନୁନ ଅଛି କି ନାହିଁ? ଆପଣ ଯଦି ଟଙ୍କା ରୋଜଗାର କରିବେ, ଲକ୍ଷ ଲକ୍ଷ ଟଙ୍କା ପକେଟରେ ପୁରେଇ ଯିବେ, ଏ ଛୋଟ କଳାକାର ଯୋଉମାନେ ଅଳ୍ପ ପଇସା ପାଉଛନ୍ତି ସେ କଥା ଛାଡି ଦିଅନ୍ତୁ। ଛାଡି ଦିଅନ୍ତୁ। ଏ ଲକ୍ଷ ଲକ୍ଷ ଟଙ୍କା ଯଦି କିଏ କୋଟି ପାଉଛନ୍ତି, କୋଟି ହଁ କୋଟି କୋଟିଏ 15 ଲକ୍ଷ ଅନଟ୍ୟାକ୍ସ, ତାର ଅରିଜିନ କେମିତି ହେଲା? ଯିଏ ମାଲିକ ଜେନେରେଟ କରିଥିଲେ ସେ ଟଙ୍କାକୁ, ପଇସା ସିଏ ତ କୋଉଠୁ ପୁଣି ଆସିଲା? ଗୋଟେ ବ୍ୟବସାୟୀ ଲୋକ, ସିଏ ତ ଗରିବ ଲୋକ। ଆପଣ ଜାଣିଛନ୍ତି ବର୍ତ୍ତମାନ ଦଣ୍ଡ ନାଚ ହଉଛି ଗଞ୍ଜାମ ଜିଲ୍ଲାରେ? ହଁ, ଦଣ୍ଡ ନାଚ, ହଁ। ଆଜ୍ଞା ଦଣ୍ଡ ନାଚରେ ଅଶ୍ଳୀଳ ନୃତ୍ୟ ବ୍ୟାନ୍ କରିଦିଆଯାଇଛି। ଏବଂ ଯେ ଏଇ ଦଣ୍ଡ ନାଚ ମୁଁ ଜଣଙ୍କୁ ପଚାରୁଥିଲି, ସେ ମତେ କହିଲେ ଆଜ୍ଞା ଅନେକ ଝିଅ ସବୁ ଏଇ ସବୁ ଢେଙ୍କାନାଳ ଅନ୍ୟାନ୍ୟ ବିଭିନ୍ନ ଜିଲ୍ଲାରୁ, କେବଳ ମୁଁ କହୁନି ଏଇ ଜିଲ୍ଲା, ଅନେକ ଝିଅ ବର୍ତ୍ତମାନ ସେଠି ଘର ଭଡା ନେଇକିରି ବା ତାଙ୍କୁ ରଖାଯାଇଛି, ସେଠି ରଖାଯାଇଥିଲେ। ମୁଁ କହିଲି କ'ଣ ପାଇଁ? ନା ସେମାନେ ଦଣ୍ଡ ନାଚରେ ଭାଗ ନେଇଥାନ୍ତେ। ଝିଅ ମାନେ ହଁ ଭାଗ ନେବାରେ ଝିଅ ମାନେ କିଛି ଅସୁବିଧା ନାହିଁ, ଦଣ୍ଡ ନାଚରେ ଆପଣ ଭାଗ ନିଅନ୍ତୁ ନା କିଛି, କିନ୍ତୁ ତାଙ୍କୁ ସ୍ୱତନ୍ତ୍ର ଭାବେ ଅଣା ହେଇଥିଲା ଯେ ସେମାନେ ଯାଇକିରି ସେଠି ଅଶ୍ଳୀଳ ନୃତ୍ୟ କରିବେ। ଏବଂ ପ୍ରତିବର୍ଷ ଦଣ୍ଡ ନାଚରେ ଗୋଟେ ଅଶ୍ଳୀଳ ନୃତ୍ୟ ଯୋଗୁଁ ହିଁ ଲୋକ ବେଶୀ ଆସନ୍ତି, ଗୋଟେ ହୋହାଲା ଚାଲେ ଚାଲେ। ହଉନି ଏ ବର୍ଷ ତାକୁ ବନ୍ଦ କରିଦିଆଯାଇଛି। ଏବଂ ଦଣ୍ଡ ନାଚର ଯେଉଁମାନେ ସବୁ ଦଣ୍ଡ ନାଚ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜାଗାରେ କରନ୍ତି, ତାଙ୍କର ଗୋଟେ ମିଟିଂ ବସି ସେମାନେ ନିଷ୍ପତ୍ତି ନେଲେ ଯେ ଏ ବର୍ଷ ଆମେ କୌଣସି ପରିସ୍ଥିତିରେ ଅଶ୍ଳୀଳ ନୃତ୍ୟ ହବା ପାଇଁ ସୁଯୋଗ ଦବୁ ନାହିଁ। ବର୍ତ୍ତମାନ ଭାଳେ ପଡିଯାଇଛି ଅନ୍ୟମାନଙ୍କ ପାଖରେ ଯେ ତାହେଲେ ତ ବେକାର ହେଇଗଲେ ସେମାନେ। ପୁରା ଅଶ୍ଳୀଳ ନୃତ୍ୟକୁ ସମର୍ଥନ କରନ୍ତି? ନାଇଁ ସେ ତ ଅଲଗା କଥା, ସେ ପ୍ରସଙ୍ଗ ଯେତେବେଳେ ଆସିବ ଯାତ୍ରାରେ, ଦଣ୍ଡ ନାଚରେ କଣ ସମର୍ଥନ? ନାଇଁ 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 ସେମାନେ ଯାହା କରିଛନ୍ତି ମୁଁ ସେଇ କଥା କହୁଛି, ସେମାନେ ଭଲ କରିଛନ୍ତି କି ଠିକ କରିଛନ୍ତି ଭୁଲ କରିଛନ୍ତି ସେ କଥା ପର କଥା। ସଂସ୍କୃତି ବିଭାଗ ପକ୍ଷରୁ ଏ ନିର୍ଣ୍ଣୟ ନିଆଯାଇଛି ଯେ ସେନ୍ସର ବୋର୍ଡ, ଯାତ୍ରା ସେନ୍ସର ବୋର୍ଡ ତିଆରି କରାଯିବ। ଇଏ ଘଟଣା ଯୋଉ କଥା ଆମେ ଆଲୋଚନା କରୁଛେ ଯେ କ୍ୟାଶ ଟ୍ରାଞ୍ଜାକ୍ସନ ହଉଛି, ଇଏ ହଉଛି, ଇଏ ସମ୍ପୂର୍ଣ୍ଣ ଗୋଟିଏ କମିଟି ବା ଗୋଟିଏ ବିଭାଗ ଗଠନ କରାଯିବା ଦରକାର ଯେ ଯାତ୍ରାର ଇଏ ସେନ୍ସର ଏବଂ ଏଥିରେ ଯୋଉ ଅର୍ଥ କାରବାର ହଉଛି, କାରଣ ଫିଲ୍ମ ତ ଲସ୍ ରେ ଯାଉଛି, ଯାତ୍ରା ତ ପ୍ରଫିଟ ରେ ଯାଉଛି, ସେଇଥିପାଇଁ ତ ମାଲିକ ମାନେ ନଜର ରଖିବା ଦରକାର ଯେ କ୍ୟାଶ କାରବାର କେତେ ଯାଉଛି, କେତେ ଟ୍ୟାକ୍ସ ଆସୁଛି। ଆମର ଆଲୋଚ୍ୟ ବିଷୟ ହଉଛି ଯେ ଆପଣ ଯେତିକି ଟଙ୍କା ରୋଜଗାର କରନ୍ତୁ ନା କାହିଁକି, ନିୟମ କାନୁନ ଅନୁସାରେ ଆପଣ ଟଙ୍କା ନେବେ ଏବଂ ସେ ଅନୁସାରେ ଟଙ୍କା ଫେରେଇବେ। କିନ୍ତୁ ରାଜାରାମ ଏଇ ଇଲିଗାଲ କାମ କିଭଳି ଭାବରେ ଚାଲିଛି ତାହା ପ୍ରମାଣ କରୁଛି ଯେ ଯାତ୍ରା ଜଗତରେ ବର୍ତ୍ତମାନ କଳା ଟଙ୍କାର ପ୍ରାଦୁର୍ଭାବ କେତେ ବଡ। ତା ବାଦ ମୁଁ ଆଉ ଗୋଟେ କଥା କହିବା ପାଇଁ ଚାହିଁବି ରାଜାରାମ, ଯେ ଯାତ୍ରାର ଷ୍ଟ୍ରକ୍ଚରଟା କେମିତିଆ? ମାନେ ଜଣେ ଗୋଟେ ଏତେ ବଡ ଅର୍ଗାନାଇଜେସନ ଯୋଉଠି କୋଟି କୋଟି ଟଙ୍କା ରୋଜଗାର ହଉଛି, କଳା ସଂସ୍କୃତି ନାଁରେ ଆମେ ଏମିତିଆ ଗୋଟେ ଷ୍ଟ୍ରକ୍ଚର ତିଆରି କରିଛେ ଯେ ଆଜି ଥିବ ସେ କାଲି ନଥିବ। କାଲି ତାକୁ ଜଣକୁ କୋଟିଏ ଟଙ୍କା ଦିଆଯାଉଛି, ଆଉ ଜଣେ କିଏ ଦରମା ପାଉନି, କାହାକୁ କିଏ ବାଡେଇଲାଣି, କିଏ କାହାକୁ କାଠ ଫାଳିଆରେ ପିଟିଲାଣି, କିଏ କାହାର ସାମାନ୍ୟତମ ସର୍ବନିମ୍ନ ସୁବିଧା ଦିଆଯାଉନି। ଅଧେ ଲୋକଙ୍କୁ ମାଲିକ ଚାହିଁଲେ ପଇସା ଦଉଛନ୍ତି, ମାଲିକ ଚାହିଁଲେ ପଇସା ଦଉନାହାନ୍ତି। ଏ ଲେବର ଲର ଇମ୍ପ୍ଲିମେଣ୍ଟେସନ ଏଇ ଯାତ୍ରା ପାର୍ଟିରେ କିଛି ହଉଛି ନା ନାହିଁ? ଯଦି ହଅନ୍ତା ଗୋଟେ ଷ୍ଟ୍ରକ୍ଚର ରହନ୍ତା, ଗୋଟେ ସିଷ୍ଟମାଟିକ ରହନ୍ତା। ଏଇ ଯୋଉ ଲେବର ଲ କଥା ପଡିଛି, ଯୋଉମାନେ ଯାତ୍ରା ପାର୍ଟିରେ ଯାହାକୁ ଯାତ୍ରା ପାର୍ଟି ମାଲିକ ସବୁ ମାସିକିଆ ଦରମା ବା ବର୍ଷିକିଆ ଛିଣ୍ଡେଇକି ଦେଇଛନ୍ତି,
मोर कहया कथा तांकर जदि रेकर्ड रखी नांती प्रथम से यात्रा मालिक मानक सरकार धरिबा कथा आपण एते कलाकार रखचंती आपण वर्ष को एते आडे नाच करूछंती पार्टी नेगिरी आपनकर तो किछि खर्च होतो किछि आय बंध होतो हिसाब पत्र खाता के तांको चेक करूछ सी कौन निजे ऑडिट करती सरकार कौन केबे तांको जाई पचारुचंती जे आपण ए जो कलाकार सेटा गोटे बिजनेस ऑर्गेनाइजेशन आपण मना कर परिबिनी मोर कलारे श्रद्धा अच्छी मु कलाकार होइछि यार अर्थ नुहे जे आपण मते तो हायर करचंती आपण तो व्यावसायिक दृष्टिकोण मते हायर करचंती ना तो आपण तो व्यवसाय करचंती आपण जीएसटी देबे एटा आपनकर व्यवसाय आपण जो व्यवसाय करचंती आपनकर ट्रांजैक्शन मध्ये स्वच्छता थिबा दरकार ना कला टंगारे कोन बैग भर्ती करी आपण व्यापार करिवे बैग भर्ती हाँ, 15 सार जो कथा कहले जे पीयूष त्रिपाठी को पचरा गला जे ए जो पैसा विवाद रे आपण माने 70-80 लाख टंका कोटी टंका पाउचंती एवं जो माने तळ स्तर रो कर्मी पाउनांती देखंतु मु केवल कहबी जे यात्रा रे जो आर्टिस्ट माने अधिका पैसा पाउचंती तांको भीतर एते अहंग भाव खास करी मालिकन को प्रति अनुगत्य से कहले जे आपण गोटे कंपनी रे देखिबे मैनेजर टू गेट कीपर जाय थिबो समस्त दरमा कोन समस्त समान हबो सेटा जहा फिक्स हे जेची फिक्स हे जेची अर्थात पैसा पई एमानकर अनुगत्य खास करी मालिक मानक प्रति रहउची यात्रा रे जो लोक रहउचंती बा जो माने सहाय्य करूचंती तांको में रहउना कोटी टंका पांतु किंतु ता व्यतीत जो अन्य कर्मचारी माने रहिले सेमानकर स्वास्थ्य सेमान तो कोन पुनी मनुष्य तो ना गोटे मनुष्य कथा दायित्व नै कि यात्रा चालुची से तो गोटे प्रसंग हाँ। जे 3-4 जन बड़ बड़ कलाकार को जो माने टिके नामी दामी हे जाइछंती तांको ही केवल आपण मोटा अंकर टंका देबे बाकी तले जी अच्छी एभली भाव व्यवहार करेंगे टंका तो छाड़ू एभली व्यवहार करेंगे से माने मनीष पणिया टिके भी नथिबो द्वितीय प्रसंग जोटा मु कहूची इते टंका देखला परे मु आउ गोटे कथा मो मन को आसुची यात्रा जगत रे अनेक बाहर लोक मध्य जाई कला टंका इन्वेस्ट करछंती आपनकर मन थिबो किछि वर्ष तळे सिनेमा रे केमती कला टंका सब इन्वेस्ट करा रियल एस्टेट मनी मु आपन को आज कहूँ मु थरे भुवनेश्वर रे जो अनेक सुना दुकान सब खोलुनी आप देखते मोर थरे मन अच्छी मु पचारि गोटे आसोसिएशन जड़े कर्मकर्ता को पचारि मुझे अच्छा आज्ञा भुवनेश्वर रे लोकों को रोजगार कौन मैक्सिमम लोक होचंती सैलरीड क्लास लोक सुना दुकान इते सुना दुकान सुना दर पुणी हाउ होकर बढ़ुची सुना इति सुना किणुचंती से मते कहले दीटा कथा से कहले आपण भावंतुनी जे ए जो सुना दुकान भुवनेश्वर लोक आधार किणुचंती सुना आमर बड़ बड़ गराक होचंती खणी अंचल लोक से माने भुवनेश्वर आसुचंती एटी होटल रे रहउचंती कार करिकरी कार रे आसुचंती होटल रे रहउचंती एवं ता पर दिन सुना पुना किणिकरी से जाउचंती माने सुना किणीमा गोटे बर्तन संभ्रांत परिवार रे गोटा लक्षण हो जाइए गोटा आरिस्टोक्रेटिक सिंबल हो जाइए एक दुई रे से मत कहले आप जो भावुं एत दुकान सब सोना दुकान खोल सब कौन टका कर मुझे आउ मुझे लोन आनी ना ना अनेक पॉलिटिशियन अच्छी अनेक बिल्डर्स अच्छी जो कला टंका कौट तो रखिए ना आप लक्ष्य करेंगे आस्ते आस्ते भारत वर्ष रे ये कला टंकार प्रादुर्भाव घरे लुचेक रखा तो कमिलानी टिके कष्ट हो सरकार विभिन्न प्रकार नियम कानून आनला पर कष्ट हो गलानी से बर्तमान से सब ये लगौन सुना दुकान यात्रा पार्टी ये सब लगौन मुझे पचारि प्रमाण कौन ना आप प्रमाण निजे देखिले टेलीविजन चैनल आपण पर प्रमाण देखिले मुझे पचारि से समय कथा कि आज मुझे पुराना कथा को मन पकई जो भावुची मुझे सत कथा से जहाँ कहते प्रमाण आउ क्या खोजा कौन दरकार प्रमाण बा कैमरा आगे टीवी चैनल देखा टीवी चैनल एक कथा भी लिखिला जे ए यात्रा पार्टी मालिकों को एतिकी लक्ष्य से यात्रा पार्टी को एतिकी लक्ष्य खाली से प्रश्न भी कलानी सी टंका देकिरी आसिला परे कैश रे सगौरवे सगौरवे से टंका दे दे कैमरा आगे सांबादिक मान को कहउचंती मो टंका दे देली माने आपण भावंतु याकू आपण गोटा आईन की आपण भाबुले जे मॉडर्न अकाउंटिंग इनकम टैक्स एउडा को एठी एला किछि दीपिका क्वेश्चन सर जमति कहउतले ए सब उपाय रे ब्लैक मनी टा व्हाइट मनी होची
ହଁ ନିଶ୍ଚିତ ଭାବରେ ଯିଏ ଟଙ୍କା ଇନଭେଷ୍ଟ କରୁଛନ୍ତି କଳା ଟଙ୍କା ତାଙ୍କ ଲକ୍ଷ୍ୟ କ'ଣ କଳାକୁ ଧଳା କରିବା ନହେଲେ କ'ଣ ଦରକାର କଳାକୁ ଧଳା କରିବାରେ ଧର 100 ଟଙ୍କା ମୁଁ କଳା ଟଙ୍କା ବିନିଯୋଗ କଲି ତାଙ୍କ ସହିତ ମୋର ଡିଲ୍ ହେଲା ଯେ ଆଜ୍ଞା ଆପଣଙ୍କର କଳା ଟଙ୍କାକୁ ଧଳା କରିବା ପ୍ରୋସେସିଂ ଫିସ୍ 20 ଟଙ୍କା କଟିଯିବ ମାନେ 80 ଟଙ୍କା ଆପଣ ପ୍ରକୃତରେ ଦେଲେ ହେଇପାରେ ମୁଁ 100 ଟଙ୍କା ହରେଇଥାନ୍ତି 80 ଟଙ୍କା ଯଦି ତା ଦେହରୁ ମୁଁ ପାଇଲି ଖୁସି ମାନେ କଳା ଟଙ୍କାକୁ କାହିଁକି ଜଣେ ଇନଭେଷ୍ଟ କରେ ଅନ୍ୟ ଜାଗାରେ ମୂଳ ଉଦ୍ଦେଶ୍ୟ ହେଲା କଳାକୁ ଧଳା କରିବା ମାନେ ଆପଣ ଭାବନ୍ତୁ ଆଜିକା ଦୁନିଆରେ ଯେତେବେଳେ ଏତେ ନିୟମ କାନୁନ କଡ଼ା ହେଇଗଲାଣି ଇନକମ୍ ଟ୍ୟାକ୍ସ ଭିଜିଲାନ୍ସ ସରକାର ସବୁବେଳେ ଢୋଲ ପିଟି କହୁଛନ୍ତି ଆମେ ସବୁ ଏତେ ଟାଇଟ୍ ସ୍କୁଟିନି କରୁଛୁ ନିୟମ କରିଦେଇଛୁ କିଛି ହେବନି ଡିଜିଟାଇଜେସନ୍ ଆପଣ କ୍ୟାସଲେସ୍ ଟ୍ରାଞ୍ଜାକ୍ସନ୍ ଆଜିକାଲି ହେଉଛି କଳା ଟଙ୍କାକୁ ରୋକିବା ପାଇଁ ସେତେବେଳେ କ୍ୟାମେରା ଆଗରେ କୋଟି କୋଟି ଟଙ୍କା ଇଏ ନେଇକିରି ଦଉଛନ୍ତି ସମସ୍ତଙ୍କ ସମ୍ମୁଖରେ ଏବଂ ବାହାରକୁ ଆସିକିରି ପୁଣି ସଗୌରବେ ଘୋଷଣା କରୁଛନ୍ତି ମୁଁ ସବୁ ଟଙ୍କା ଦେଇଦେଲି ବର୍ତ୍ତମାନ ମୁକ୍ତ ହେଇଗଲି କି ଆରେ ନେଇଥିଲେ କେମିତି ଆଉ ଗୋଟେ ଆପଣ ଏସବୁ ଭିତରେ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଭୁଲିଗଲେ ଯେ ପିୟୁଷ ଯାତ୍ରାକୁ ଆସିବା ପୂର୍ବରୁ पुलिस विभाग रे संभवतः थिले मो पाखरे जहा अछि तांको परिवार तांको बापा मध्ये संभवतः पुलिस विभाग रु आसंती अर्थात जो मानक हाथ रे गोटे समय रे दायित्व थिला जे आईन श्रृंखला कानून लॉ को बंदोबस्त को रक्षा करबा ओडिसा रो जदियो से चाकरी छाडिले परवर्ती समय रे यात्रा रे आसिले आपण देखंतु गोटे पूर्वतन पुलिस विभाग रे जेहेतु तांकर सर्विस थिला से कोवळी खोला खोली टंका आनी नियम रो एवं सरकार कर आईन कानून रो बुझा करबा ए वीडियोटी ए दिगरे गोटे नुआ दिग देखैब आउ कला बंचिबा ओडिसा रे गाँ रे जो यात्रा सब पड़ुची यात्रा पार्टी मालिक माने रोजगार करंतु मालिक माने विशेष करी कलाकार माने गाँ रु आसुछन से माने भी पांतु एते स्ट्रिक्टली जदी सेमान को धरा जाय हुए तो असुविधा ही पारे किंतु जो माने कोटिए टंकार कैश ट्रांजैक्शन करूचंती जो माने कोटिए टंकार पैसा दे पारुचंती जने कलाकार को सेमाने अंततः इनकम टैक्स रा परिधि भीतर आसीबा उचित अंततः आमे समस्त एथिरे एकमत हबा खुलम खुला आईन रो धजिया उड़ेबा आउ कैमेरा सम्मुखरे कोटिए 15 लाख टंकार कैश बैक धरिकरी देखैबा मते लागुची ये टिके अधिका हो जाउची आउ आईन रो धजिया उड़ुची किंतु जदी इनकम टैक्स डिपार्टमेंट एई घटना रे हस्तक्षेप न करे ताले आम समस्त को धरे नबाकू पड़िबो जे इनकम टैक्स आईन कानून ठीक भाव में कार्यकारी करूनी एवं ये गोटे प्रहसन चलती जे आम दुर्नीति की रखीदे अटकई दौचु रोकी देचु अनेक प्रकार कटकणा सब नियम आनीचु ये गोटे प्रहसन बोलिकी समस्ते कहे बहुत धन्यवाद राजाराम बाबू आउ वर्षा जोगी लिपिका एवं सीतांशु ए भिडियोटी यात्रा पार्टी अंधारी दिगटी संपर्क में आपन को बोध हुए किसी सूचना दौची मु आशा करी ए भिडियोटी को आपण देखिबे निजर प्रतिक्रिया कमेंट बॉक्स रे लिखिबे आम चैनल न्यूज रूम को सब्सक्राइब करिवे आम भली सांबादिक मानन को उत्साहित करिवे धन्यवाद नमस्कार।